इंटरनेशनलिज्म एंड एजुकेशन जोटा कि मुझे इंटरनेशनल अंडरस्टैंडिंग तुम बेसी इंपोर्टेंट अच्छी बाकी तुम्हें ना ये डिटेल सब गुड़ा को पढ़ा कथा मो मत बिकज यू हैव टाइम एंड डेफिनेटली जो लाइन टू लाइन पढ़िले तो तुमको गोटे आइडिया बा नॉलेज टा मिल जिवो कि माने किछिटा पॉइंट्स तुमको माने इजी लागिवो ठीक अछि जोटा कि तुमर दरकार कि न दरकार तुम सेटा निजे पढ़ी कि जानि परिवो तो सेटा को तुम अन्य कोनोसी क्वेश्चन आंसर भी ऐड करके लिखि परिवो माने जेमति गोटे आसिला तुमर नेशनलिज्म और इंटरनेशनलिज्म जो बे टॉपिक टा पढ़ा होची तो सेइथिरे तुम बोते एंटायर पूरा चैप्टर्स टा पढ़िबो ताल तुमको बहुत किछि आइडियास आसीबो बुझि पारला तो सेटा कने तुम आराम से लिखि परिवो आ डिटेल्स पढ़ला बेलको तो टाइम हबनी ସେଇଟା ହିଁ ହଉଛି କଥା ସେଇଥିଲାଗି ଏଜୁକେशन ପ୍ରମୋଟ ଇଣ୍ଟରନ୍ୟାସନାଲିଜମ ତ ଏଇଟା ବି କିଛି ଏମିତି ଖରାପ ନାହିଁ ପୁରା ଭଲ ହିଁ ଅଛି ଯେମିତି କି ହେଇଗଲା ଅନ୍ୟ ଦେଶ ଗୁଡାକରେ ଗୋଟେ ପଏଣ୍ଟରେ କହିବାକୁ ଗଲେ ଯେମିତି ଆମର ସବୁ ରାଇଟ୍ସ ଆମର ଲାଇଫ କୁ ଆମେ ସିକ୍ୟୁରିଟି ଦିଆଯାଉଛି ଏଣ୍ଡ ସବୁ ଜିନିଷରେ ପ୍ରୋଟେକ୍ଟ ଦିଆଯାଉଛି ସବୁ ଜିନିଷରେ ସମସ୍ତେ ଆମେ ଯେତେ ବି ଡିଫରେନ୍ସିଏସନ ଥିଲେ ବି नो डिस्क्रिमिनेशन କରିକି ଆମକୁ ସବୁ ଇକ୍ୱାଲିଟି ଦିଆଯାଉଛି ଏଣ୍ଡ ଇକ୍ୱିଟି ଅନୁସାରେ as well as ସେମିତି ଅନ୍ୟ କଣ୍ଟ୍ରି ଗୁଡାକର ବି ଡେମୋକ୍ରେସି କନଷ୍ଟିଟ୍ୟୁସନ ର ଆକର୍ଡିଂଲି କାମଟା କରାଯାଉଛି ଯଦି ତାଙ୍କର ବି ସେଇଠି ନ କରାଯିବ ତାହେଲେ ସେଇଠି ବି ଜୁଡିସିଆରୀ ସିଷ୍ଟମ ଅଛି ସେଇଠି ବି ତମର ସବୁ ପ୍ରୋବ୍ଲେମ୍ସ ର ସଲ୍ୟୁସନ୍ସ ଅଛି ଜଷ୍ଟିସ ଦିଆଯାଏ କିନ୍ତୁ ହଁ ସବୁ କଣ୍ଟ୍ରିର ସମାନ ପ୍ରୋସିଜର ନଥାଏ କାହାର କୋଉ ଭଳିଆ ଥାଏ ତ ଏଇ ଜିନିଷକୁ ତମେ ତ ପଢିବ ଆରାମସେ ଜାଣିପାରିବ ବୁଝିପାରିଲ ତ ସେଇଟା କଣ ନା ଆମେ ଏମିତି ବି ବହୁତ କିଛି ଜିନିଷ ହେଇଛି ଦେଖିଛ ସେଇ ଜାଗାରେ ଆମେ ଯୋଉ ଅଦର କଣ୍ଟ୍ରି ଯାଇକି ଆମେ ଜୁଡିସିଆରୀ ସିଷ୍ଟମ ପଢୁଛେ ବା ଏନି କାଇଣ୍ଡ ଅଫ ଲ ଆର୍ଟିକଲ ଏଇ ବିଷୟରେ ପଲିଟିକାଲ ସିଷ୍ଟମ ସୋସିଓଲୋଜି ଏଇ ବିଷୟରେ ବି ତାଙ୍କର ପଢୁଛେ ଆମେ ସୋ ଦ୍ୟାଟ କି କଣ ସେମାନଙ୍କ ବିଷୟରେ ଜାଣିପାରିବା ସେଠି ଜବ କରିପାରିବା କି ସେଠି କମ୍ୟୁନିକେସନ କରିପାରିବ ଏନି କାଇଣ୍ଡ ଅଫ ଥିଙ୍ଗସ ତମେ ସେଠି କରିପାରିବ ବୁଝିପାରିଲ ତ ଏଇଟା ଗୋଟେ ଏକ୍ସଟ୍ରିମ ଲେଭଲ କେସଟା ଯେତେବେଳେ ତମେ ନେସନ ପର୍ଯ୍ୟନ୍ତ ପହଞ୍ଚିଯିବ ତାପରେ କି ତମେ ଏଇ ଜିନିଷଟା କରିବା କଥା ତ ଏଇଟା ଗୋଟେ ପ୍ରପର ମ୍ୟାଚୁରିଟି ଏଜ ରେ ଗୋଟେ ଅଣ୍ଡରଷ୍ଟାଣ୍ଡିଂ ଅନୁସାରେ ହିଁ ଆମେ ଆଗକୁ ବଢୁ ହେଲା ତ ଏଇଟା ଗୋଟେ ପୁରା ଟପ୍ ରେଟ ରେ ଆସେ ପୁରା ହାଇ ଲେଭଲ ରେ ଆସେ ଅବଭିୟସଲି ତମେ ବୁଝିପାରୁଥିବ ତା ପୂର୍ବରୁ ତମ ନେସନ ଆସିଲା ତା ପୂର୍ବରୁ ତମ ଷ୍ଟେଟ ଡିଷ୍ଟ୍ରିକ୍ଟ ଯୋଉଟା ବୁଝେଇଥିଲି ନିଜର ବି ଡେଭଲପମେଣ୍ଟ କରିବା ନିଜ ଏରିଆର ସୋସାଇଟିର ତ ଏଇ ସବୁ ପଏଣ୍ଟସ ତମେ ସେମ ହିଁ ଅଛି ଖାଲି ଟିକେ ପଢିଲେ ନିଜେ ଆଇଡିଆ ପାଇଯିବ କେମିତି କଣ ଲେଖିବାର ଅଛି ହେଲା ବୁଝିପାରିଲା କଣ କହିଲି ମୁଁ ଦେଖ ଏଇଠି ବି ଲେଖା ହେଇଛି ଇନଇକ୍ୱାଲିଟି କଥା ସବୁ ଜିନିଷ ସେମ ହିଁ ଅଛି ହେଲା इंटरनेशनल अंडरस्टैंडिंग थ्रो करिकुलम आमे केमिति अन्य कंट्री गुडा को जो अंडरस्टैंड करिबा करिकुलम द्वारा एबे हमें कोन पढिले कि निज देशर भी तमे सब जिंस गुडा को जानिबो अच्छा समस्त को स्क्रीन देखा जाउछ ना सब बुझ तो भयस Yes, ma'am. देखो निजर नेशन विषय जानिबो तो ऑब्वियसली तमे सेठी कोन ना करिकुलम सिलेबस तुमको हेल्प करे जानिबा पई एजुकेशन तो निहाती हेबा दरकार ସେଥିଲାଗି ତମକୁ କରିକୁଲମ ସିଲାବସ ରେ ଆମେ ପଢିକି ଜାଣୁଛେ ସେମିତି ଅନ୍ୟ କଣ୍ଟ୍ରିରେ ଯୋଉ ମୁଁ କହିଲି ଏ ସବୁ ଜିନିଷ ଜଣାଯାଏ ତ ମୁଁ କଣ କହିଲି ପଢୁଛେ ଆମେ ସେଇଠି ଯାଇକିନା ସେମାନେ ଲୋକମାନେ ବି ପଢୁଛନ୍ତି ଆମ କଣ୍ଟ୍ରି ଲୋକମାନେ ବି ଯାଇକି ସେଠି ପଢୁଛନ୍ତି ତ ସମସ୍ତଙ୍କର ଏଜୁକେସନ ଗୋଟେ କମନ ହେଇଯାଇଛି ଆଉ ସେଇଟା ହିଁ ଗୋଟେ ୱିପନ ଯୋ ଦ୍ଵାରା କି ତମେ ପର୍ଟିକୁଲାର ଏରିଆ ବା ସେଇ ଦେଶର ବା ସେଇ ଷ୍ଟେଟ ର କଣ ସବୁ ରୁଲ୍ସ ଅଛି କଣ ସବୁ ରୁଲ୍ସ ନାହିଁ ତମେ ଜାଣିପାରିବ ସେମିତି ଏକ୍ସାମ୍ପଲ ହେଲା ଆମେ ଆଉ ଗୋଟେ କଣ୍ଟ୍ରି ଯାଇକି ରହିଛେ ହେଲା ମନେକର ମ୍ୟାରେଜ କରିକି ଆମେ ସେଠି ସେଟେଲ ହଉଛେ ତ ତମକୁ ଯଦି ଜବ କରିବାର ଅଛି ତାହେଲେ ସେଇ ଲାଙ୍ଗୁଏଜ ଟା ତମେ ଶିଖୁଛ ଯେମିତି ଆଲଫାବେଟ ଆମର ଅ ଆ ଆମେ ଯେମିତି ଓଡିଶା ରହୁଛେ ତ ଅ ଆ ଆମେ ଶିଖିଲେ ବା ଆମର ଇଣ୍ଡିଆ କଥା ଆସିଲେ ତ ହିନ୍ଦୀର ଆମେ ଆଲଫାବେଟ ଶିଖୁଛେ ସେମିତି ସେଇ ଜାଗାର ବି ତମେ ସେଇଟା ଶିଖିବ ଏମିତି ଆମେ ପଢୁଛନ୍ତି ସମସ୍ତେ ପୁରା ଡେ ୱାନ ରୁ ହିଁ ଷ୍ଟାର୍ଟ କରୁଛନ୍ତି ଠିକ ଅଛି ଏଟା ଥୋଡି ଆଉ ଜାଣିଥିବ କେମିତି କଣ କରିବାର ଅଛି କଣ ନାହିଁ ତ ଏଇଟା ହଉଛି କଣ ନା ଏଜୁକେସନ ଦ୍ଵାରା ହେଇପାରିବ ତ ସେମିତି ସେଇଠି ବି ତାଙ୍କର ଜୋଗ୍ରାଫି ହିଷ୍ଟ୍ରି ସିଭିକ୍ସ ସାଇନ୍ସ ଲାଙ୍ଗୁଏଜ ଲିଟରେଚର ଡିଫରେଣ୍ଟ ସବଜେକ୍ଟସ ଅଛି ଯୋଉଟା କି ସେମାନେ ଇଣ୍ଟରନ୍ୟାସନାଲିଜମ ବିଷୟରେ ଜାଣିପାରିବେ ସେମାନେ ବି ଆମ କଣ୍ଟ୍ରି ବିଷୟରେ ଜାଣିପାରୁଛନ୍ତି ବା ଆମେ ବି ତାଙ୍କ କଣ୍ଟ୍ରି ବିଷୟରେ କଣ ସବୁ ରୁଲ୍ସ ରେଗୁଲେସନ ଅଛି ଜାଣିପାରୁଛେ ଖାଲି ସବୁ ଜିନିଷ ମାନେ ସେମ ହିଁ ଅଛି କିଛି ଏମିତି ଅଲଗା ନାହିଁ ହେଲା ଖାଲି ଏଇଟା ଗୋଟେ କଥା କି କଣ ନିଜ କଣ୍ଟ୍ରିର ହେଇ ସାରିଲା ପରେ ହିଁ ତମେ ଅନ୍ୟ କଣ୍ଟ୍ରି କଥା ଭାବିବ ସେମ ପ୍ରୋସିଜର ହିଁ ଆମେ ଭାବୁ ଖାଲି ତମେ ନ୍ୟାସନାଲିଜମ କୁ ଚେଞ୍ଜ କରିକି ଇଣ୍ଟରନ୍ୟାସନାଲିଜମ ଟା ଲେଖିବ ବା ଇଣ୍ଟରନ୍ୟାସନାଲ ଅଣ୍ଡରଷ୍ଟାଣ୍ଡିଂ ଟା ଲେଖିବ ଏତିକି ହିଁ କଥା ଏଇଠି ଯେମିତି ଦେଖ ଟିଚର ତମକୁ ହେଲ୍ପ କରୁଛନ୍ତି ସବୁ ବିଷୟରେ ଜଣେଇବା ପାଇଁ କି ତମ ସହିତ ଜଷ୍ଟିସ ହଉଛି ନା ନାଇଁ ତମର କଣ ସବୁ ତମର ଆର୍ଟିକଲ୍ସ ରୁଲ୍ସ ରେଗୁଲେସନ ଅଛି କି ନାଇଁ ମୁଁ କହିଥିଲି ନା କି ଗୋଟେ ପିଲାକୁ ଯଦି ଆମେ ଗୋଟେ ଲୋକକୁ ଯଦି ଆମେ ଇନଫର୍ମେସନ ହିଁ ଦଉନେ ନଲେଜ ହିଁ ଦଉନେ ଦେନ୍ ସେ ଆଉ ସବୁ ଜିନିଷ କରିବ ହିଁ କେମିତି ମତେ କହୁନ ବୁଝିପାରିଲ କଥାଟା ଏବେ ଦେଖ ମୋ ପାଖରେ ନଲେଜ ନାହିଁ ତ ମୁଁ ଜାଣିବି କେମିତି ମୋ ସହିତ ଠିକ ହଉଛି କି ଭୁଲ ହଉଛି କି ମୋ ସହିତ ଡିସ୍କ୍ରିମିନେଟ କରାଗଲା କି ମୋ ସହିତ ଏମିତି ଅଣ୍ଟେଚେବିଲିଟି କରାଗଲା କି କଣ ଫାଷ୍ଟ ତ ମୋର ଗୋଟେ ନଲେଜ ଥିବା କଥା କି ଏଇ ଜିନିଷ ଏମିତି କରିବା କଥା ନୁହଁ ସମସ୍ତେ ଆମେ ଏକା ତ ଏଇଟା ହିଁ ତମର ଏଜୁକେସନ ବତେଇଲା
आफ्टर दैट तुम से इभालुएट निजे करिवो कि तुम सहित जस्टिस हैला कि नहीं से अनुसार तुम एक्शन रिएक्शन नौच ऑब्वियसली आगु को बढ़ुच तो सेटा आसला तुम टीचर्स कर सेटा ड्यूटी तो आगु से जिनस सेते बेले भी लिखिबो कि इंटरनेशनलिज्म रे भी तांकर भी टीचर्स कर ड्यूटी तांकर भी पेरेंट्स फैमिली रोल प्ले अच्छी तापरे कि तुम अच्छी स्कूल कॉलेजेस अच्छी बा यूनिवर्सिटी अच्छी से करिकुलम सिलेबस ऐड है देन टीचर ताको भलो मेथड रे पढ़ेबे एई सब जिनस जमती आमर नेशनलिज्म पढ़ी सेମିତି ତାଙ୍କର ବି ସେଇ ଜିନିଷ ଗୁଡାକ ଲେଖିବ ସେମିତି ଥାଏ ପ୍ରୋସିଜର କିଛି ଜିନିଷ ଚେଞ୍ଜ ହେଇଥାଏ କି ଖାଲି କାହାର କୋଉଟା କଣ ଚେଞ୍ଜ ଏ ଯୋଉ ଆର୍ଟିକଲ୍ସ ରୁଲ୍ସ ରେଗୁଲେସନ ରେ ହେଲା ସେଇଟା ଅଲଗା ସେଇଟା ତମର ଯୋଉ ଆମେ ଜାଣିଛେ କି ରିଟେନ୍ ବାଲା ଅଛି ନା ନାହିଁ ଫ୍ଲେକ୍ସିବଲ କନଷ୍ଟିଟ୍ୟୁସନ ଅଛି ନା ନାହିଁ ଯୋଉ ନମନୀୟ ଅନମନୀୟ ସମ୍ବିଧାନ ତମେ ପଢିଥିବ ଲିଖିତ ସମ୍ବିଧାନ ବୁଝିପାରୁଛ ନା ନାଇଁ ତ ସେଇ ସବୁ ଜିନିଷ କୋଉଠି କୋଉଠି ଏକ ଛତ୍ରବାଦ ଅଛି ତ ସେଇ ଜିନିଷଟା ତମର ପଏଣ୍ଟ ଦେନ୍ ସେଇଠି ଆମର କଣ ଲେଖା ହେଇଛି ମୋରାଲ ଭ୍ୟାଲୁଜ ଆସିଗଲା ସେଇଟା ବି ଆମେ ଶିଖୁଛେ ତାପରେ ତମର एक्स्ट्रा करिकुलर एक्टिविटी भी तुमको शिखा जाउची देन स्टूडेंट मानको मोटिवेट करबा एनकरेज करबा जेमिति एठी जिंस करा जो गुड सिटीजन बनाउची सेठी सेमिति भी तांकर गोटे गुड सिटीजन बनाउची तांकर भी कोन साइंस टेक्नोलॉजी डेवलप होनी की होची ऑब्वियसली ना से माने भी तो डेवलप्ड कंट्री होचंती किछण अंडर डेवलप्ड भी अछंती किछण डेवलपिंग चलची तो अंडर डेवलप्ड रे कोन सेमिति का सिचुएशन रहउनी माने कि सेमिति नॉलेजेबल पर्सन बा हमें कहबा जो अंडरस्टैंडिंग मैच्योरिटी एजुकेशन प्रायोरिटी ए सब जिंस रहउनी ऑब्वियसली तो एटा होची इशू होची बाकी जो मैंने नौचंती माने इंपोर्टेंस ता ताले से माने आगो को पढुचंती निहाती आराम से एतिकी लिखि परिबो देन आसला तमर पीस एजुकेशन एटा गोटे 5 मार्किया क्वेश्चन तो पीस माने ऑब्वियसली हम जानछि त ओडिया टर्म होची कोन शांति राइट तो देखो अल्टीमेटली आमे एते सब जिंस करूजे माने कि किए को प्रोफेशन गलानी किए कोन पाठ पढलानी किए कोन सब जिंस करूची तो लाइफ रे जल तमर शांति ही नहीं तमे 2 लाख इनकम करो 20 लाख इनकम करो कि तम फायदा कोन मते बता लाइफ रे गोटे स्टेबिलिटी दरकार से तुम हेल्थ यदि ठीक रहा ताल तुम 10,000 सैलरी भी पाओ खुशी रहा शाग पखाड़ खाई आराम से लोक रोच आजिका डेट्रे भी कि तुम पाखे कोटी कोटी टंका अच्छे देखला तुम देह ही ठीक रोनी बा तुम सब माने मेंटाली टर्चर होच बुझिपार बा तुम साटिस्फाइड होन बा आम कह कि जो बाय चांस आम कम करुचे तो ये असुविधा होची चॉइस रे जदि तमे निजे करिवो निजे जदि सैटिस्फाइड अच्छ निज लाइफ को नेकी बा प्रोफेशन की स्टडी की फैमिली लाइफ की पर्सनल लाइफ जहाँ भी ताहले कि तमे सेठी गोटे स्टेबिलिटी आनी पारिवो सबु जिनसर कंट्रोल होची निज माइंड ऊपर निज मन को बुझेल कि लाइफ रे जगह में एडजस्ट करी कि जगह एटा रखिबी एटा एमती डिसीजन नेबी देन कंटिन्यूअसली नॉर्मल चलिवो तमे भी खाली करदेल हबनी जेतिकी जण तमर एनवायरनमेंट रे अछंती बा सपोर्टेड अछंती बा कनेक्टेड अछंती सेमानको भी एटा करिया को पड़िवो तो developing universal brotherhood among the people with material understanding, respecting the feelings of other, आमे अन्य मानको respect करिबा, values practice can be considered as peace. तापर असला कोन with this attitude of hatredness can be eliminated and the right things can be exhibited ता माने कोन जो आमे जति घृणा भावटा आमे जति नेग्लेक्ट करूचे बा आमे जति जणको डिस्क्रिमिनेट करूचे आमे जति जणको कहबा कि माने एग्रेसिवनेस बा बहुत किछि एमति जो हर्ट करूचे ठीक अछि डायरेक्टली बा इनडायरेक्टली तो गोटे जनक ना ता पछरा हम पर चिपकी के लागि जाउचे कि केमिति आकु डोमिनेट करबी केमिति लेग पुलिंग करबी तो ए सब जिंस जदि आमे करबा ताले ऑब्वियसली ता तमे निजे शांति रहि परिवो ना सी रहि परिवो ना पूरा तम एरिया ता बा सोसाइटी ता तम रहि परिवो प्रॉब्लम्स होचे सेया पीस रो पाइबाकू हेले तमे कोन गोटे माने आमे कहू ना जेन्युइनली एक्टिविटी करे को पड़िबो बा गोटे आमे जेंटलमैन हिसाब रे आमे रहया को पड़िबो राइट तो सही जिंस गुडा को तमरो एजुकेशन द्वारा ही आसीबो फास्ट कथा ता सहित निजर एक्सपीरियंस नॉलेज मैच्योरिटी अंडरस्टैंडिंग पेशेंस ए सब जिंस दरकार तमे देखो माने कहि दबो कि पूरा 100 to 100% मो लाइफ रे सब जिंस भलो चलिबो भगवान कर भी भलो चलेनी तमे कोन तमे को जगह रे लोक तुमको कैलकुलेटिंग करा होनी ए जगह रे तो जदि भलो चलीची देन एते भी खुशी हेबार नाही कंट्रोल रख जेमिति माइंड रे सब रखिता कि आप दुखटा भी आसीबो सब बळे समस्त सुख टाइम चलेनी कि सब बळे समस्त दुख टाइम भी चलेनी किंतु दुख टाइम टा हमको लागे कि बहुत लॉन्ग चलीची मते ही भगवान एते दुख देई देले मो जीवन बर्बाद हे गला ये गला से गला एटा समस्त भाबंती इंक्लूडिंग मी आल्सो ठीक अछि किंतु आफ्टर से पीरियड टा सरी गला परे जो खुशी रो मोमेंट टा आसे जो एते हार्ड वर्क स्मार्ट वर्क करके तमे अचीव करूछ ता अगरे एई जो माने कोन कहबो एमितिया सब कहबा हमें दुखर दिन गुडाक किछि भी नुह मते लागे किछि भी नुह नथिंग दुख हमें कहबा ही काको बुझि बजो नै कथाटा डेफिनेशन तमे निजे बनै परिबो थरे भाबो जो माने ऑर्फन अछंती से मानकर टोटली किछि भी नाही बा को जो माने डिसेबिलिटी अछंती तो कोन हबो
ଅର୍ଫାନ୍ ତ ଫିର ବି ଚଳିବ, ଓକେ ବୁଝା ପଡୁଛି, ବଟ୍ ଯୋଉମାନେ ଡିଜାବଲ ତାମାନେ କଣ ମାନେ ତାଙ୍କ ଲାଇଫ ରେ ସେମାନେ କଣ କରିପାରିବେ କଣ ନାହିଁ ତମେ ଭାବ। ସେମାନେ ବହୁତ କିଛି କରିପାରୁଛନ୍ତି, ବଟ୍ ଆମ ପାଖେ ସବୁ ଥାଇକି ବି କଚେ ଆମେ କରିପାରୁନେ। ତ ଏଇ ଜିନିଷଟା ଭାଉଲେନ୍ସ କଥାଟା ଆମେ କମେଇବା। ଯେବେ ତମର ଏଇଠି ଡିସ୍କ୍ରିମିନେସନ ସରିବ, ତମର ଭାଉଲେନ୍ସ ଟା କମିବ, ତାହେଲେ ହିଁ ଯାଇକିରି ଡିସିପ୍ଲିନ ଲାଇଫ ଟା ଆସିବ, ପିସ୍ ଆସିବ। ଏଇଠି ଆମେ ଗୋଟେ ସବୁ ଜିନିଷ ସ୍ମୁଥଲି ରନିଂ କରିପାରିବା। Objectives of peace କଣ? To develop right attitude among the people, ସମସ୍ତଙ୍କ ଭିତରେ ଆମେ right attitude ଆଣିବା and realize କରିବା value of peace and its important, peace ର value କଣ, important କଣ, to identify the consciousness of good and bad, ହେଲା କୋଉଟା ଭଲ କୋଉଟା ଠିକ ସେଇ ଜିନିଷ ଆମେ ଦେଖିବା। then what is real ସେଇଟା ଆମେ realize କରିବା, ଯେମିତି କି ବହୁତ ଜଣ fake faces ବାଲା ଥାଆନ୍ତି, ତ ସେମିତିକା ନୁହଁ ହେଲା। ତ ଆମେ ଦେଖିବ what is real and ତମର ଆସିଲା କଣ ନା ଆମେ ଯେତିକି ସବୁ ଏନିମି ବନେଇବା ନାହିଁ ବିଲକୁଲ ବି। ଯଦି ତମେ ଗୋଟେ ବି ସାଙ୍ଗ ବନଉଛ ଦେନ୍ ଭଲ ଭାବରେ ବନାଅ, ନହେଲେ ନ ବି ବନାଅ, ଠିକ ଅଛି ଓକେ। କିନ୍ତୁ ଜଣେ ଗୋଟେ ଜିନିଷଟା ଏମିତି ତମେ ଜାଣିଛ କି ମାନେ ସେଇଟା ବେଡ୍, ସେଇଟା ସେ ଠିକ ନୁହଁ ବା ଏନିମି ସେ ତମର, ତ ତମେ ତାକୁ ସେଇଠି ଦୂରେଇ ରୁହ। କାହା ସାଙ୍ଗରେ କିଛି ଭାଉଲେନ୍ସ କରିବା ଝଗଡା କରିବା ଦରକାର ନାହିଁ। ମାନେ ନୁହଁ କି ତମେ ହିଁ ସେଇଠି ତାକୁ କେଚଡା ପକେଇଲେ ସେ ହିଁ ମାନେ ସେ ଖାଲି ବା ମାନେ କଣ କହିବ କି ତାର ଓକାତ ସେ ଦେଖିପାରିବ, ସେମିତିକା ନୁହଁ। ଜଷ୍ଟ ଯଦି ତମକୁ ଭଲ ଲାଗୁନି, you feel not comfortable, then remove, ବାସ୍ କ୍ୱିଟ୍ କର, ସେ ଜାଗା ଛାଡି ଦିଅ, ସେଇ ତାକୁ ଛାଡି ଦିଅ, ସରିଲା। କିଛି ସଜେସନ କିଛି ଆଡଭାଇସ୍ କିଛି ରିଗ୍ରେଟ କରିବା ଦରକାର ନାହିଁ। ଆଗକୁ ବଢ, ବହୁତ ଜଣ ଅଛନ୍ତି ତମକୁ ୱେଟ୍ କରିକି ହେଲା, ତମେ ସେଇଠି ହିଁ ଜଣଙ୍କ ପାଖରେ ରହିଯାଉଛ, ସେଇଟା ହିଁ ହଉଛି ପ୍ରୋବ୍ଲେମ। ତାପରେ ଆସିଲା ଟୁ ଏକ୍ସଟାବ୍ଲିଶ ପିସ୍ ଇନ୍ ଫ୍ୟାମିଲି କମ୍ୟୁନିଟି ନେସନ ଏଣ୍ଡ ତମର ଆସିଲା ୱାର୍ଲଡ ଏଟ୍ ଲାର୍ଜ। ଠିକ, ଇମ୍ପୋର୍ଟାନ୍ସ ଅଫ ପିସ୍ ଇନ୍ ଏଜୁକେସନ। ଆଚ୍ଛା, ଯେମିତି ଏକ୍ସାମ୍ପଲ ଆମର ଏଜୁକେସନ ର ପିସ୍ ଟା ରହୁଛି କି ନାଇଁ ଦେଖିବା, ରହୁଛି କି ନାଇଁ ରେ ଦେଖିବା। ବହୁତ ସାରା କଥାରେ ଆମେ କଣ କରୁଛେ ଏଜୁକେସନ ରେ, ବହୁତ ପ୍ରେସରାଇଜ କରୁଛେ ପିଲାକୁ, ତୁ ଏଇଟା ପଢିଦବୁ ଏମିତି ହେଇଯିବୁ, ସେଇଟା ପଢିଦବୁ ସେମିତି ହେଇଯିବୁ। ମାନେ କି ଗୋଟେ ଗଛରୁ ତମେ ପୁରା ଏକ୍ସପେକ୍ଟେସନ କରିବ ସେଠି ଆମ୍ବ ବି ହବ, ପଣସ ବି ହବ, ନଡିଆ ହବ, ସବୁ ଜିନିଷ ହବ, ତ ଏଇଟା ଇମ୍ପସିବଲ, ଟୋଟାଲ କିଛି ହବ ହିଁ ନାହିଁ ସେଇଠି। ତାହେଲେ ଯଦି ତମେ ଏମିତି ଏକ୍ସପେକ୍ଟେସନ କରିବ, ରାଇଟ। ତ ଆମେ ଏଇଠି ଗୋଟେ ଜିନିଷ କରିବା କି ମେକ୍ ସ୍ମଲ ଗୋଲ, ଗୋଟେ ଛୋଟିଆ ଗୋଲ ଟା ଫାଷ୍ଟ ବନା, ତାକୁ ଆଚିଭ କର, ତମକୁ ମୋଟିଭେଟ ଏନକରେଜ ତମକୁ ଆସିବ, କନଫିଡେନ୍ସ ଆସିବ। ଦେନ୍ ଆଉ ଗୋଟେ ଗୋଲଟା ବନେଇବ, ତାଠୁ ଦି କଦମ ଆଗରେ ଥିବ 2% ଅଧିକ, ସେଇଟା ପୁଣି ଆଚିଭ କରିବ, ତାପରେ ପୁଣି ଅଧିକ ଆଚିଭ କରିବ। ତ ମାନେ ଟୋଟାଲି ତମେ କହିଦିଅନି କି କାହାକୁ ବି ଏଇ ଜିନିଷ କହିଦବନି କି କରିଦବନି କି ନା ଭାବି ବି ଦବନି କି ମୁଁ ଏଇ ଜିନିଷଟା ବନିଯିବି। ଏମିତି କେଏ ବି 100 ଷ୍ଟେପ ଯାଏ ନାହିଁ, କୌଣସି ଦୁନିଆରେ କୌଣସି ଲୋକ ଯାଏନି ହେଲା, ସମସ୍ତେ ଷ୍ଟେପ ୱାଇଜ ହିଁ ଯାଆନ୍ତି। ତ ଏଇଟା ଆସିଲା କଣ, ତ ଡେଭଲପ ସ୍କିଲ୍ ଆଟିଟ୍ୟୁଡ ନଲେଜ ୱିଥ କୋଅପରେଟିଭ ଏଣ୍ଡ ପର୍ଟିକୁଲାର ପାର୍ଟିସିପେଟରୀ ହେଲା ଲର୍ନିଂ ମେଥଡ ଏଣ୍ଡ ଆଚିଭମେଣ୍ଟ ଅଫ ଟଲରେନ୍ସ କେୟାର ଏଣ୍ଡ ରେସପେକ୍ଟ। ତ ସବୁ ଜିନିଷକୁ ଆମକୁ ସହିବାକୁ ପଡିବ। ଲାଇଫରେ ଯେ ପେସେନ୍ସ ରଖିଛି, ସହିଛି ନା, ଆଉ ତାପରେ କି ତାର ଦେଖିବ ଯୋଉ ମେଡିଟେସନ ପାୱାର ବା ତାର ଯୋଉ ଗୋଟେ ସହିବା ଶକ୍ତିଟା ହିଁ ତାକୁ ବହୁତ କିଛି ଆଗକୁ ନିଏ। ତ ଅନ୍ୟମାନଙ୍କୁ ଆମେ ରେସପେକ୍ଟ ଦବା, କେୟାର, ହେଲ୍ପିଂନେସ, ସେୟାରିଂ ନେଚର ଏସବୁ ରଖିବା କଥା। Students take responsibility for their own growth and achievement, ସେମାନେ ନିଜେ ନିଜେ ହିଁ ଏଇଟା ରେସ୍ପନ୍ସିବିଲିଟି ନେବେ କି ମୁଁ କେମିତି ନିଜର ଗ୍ରୋଥ କରିବି ହେଲା। ଦେଖ ତମ ପାଖରେ ଯଦି ସକ୍ସେସଫୁଲ ଗୋଟେ କ୍ୟାରିୟର ଅଛି ନା, ଦେନ୍ ତମେ ବିଲକୁଲ ମାନେ କୌଣସି ଜାଗାରେ କିଛି ପ୍ରୋବ୍ଲେମ ହବ ହିଁ ନାହିଁ। ହେଲ୍ଥ କଥାଟା ଓକେ, ସେଟା ତ କେହି ବି, ସେଟା ତ ଜନ୍ମ ମୃତ୍ୟୁ କଥାରେ ଭଗବାନ ମାନେ ଦେଖି ନାହାନ୍ତି, ବୁଝିପାରୁଛ ନା କଣ। ଆମେ କଣ ଜାଣିଛେ କେବେ ମରିବା, କେବେ ଜନ୍ମ ହବା କି କଣ ହବା, ଠିକ ଅଛି। ତ ଏକ୍ସାକ୍ଟ କଥା ହଉଛି କଣ ନା, ଯଦି ସକ୍ସେସଫୁଲ କ୍ୟାରିୟର ବନେଇଛ, ତମେ ଲାଇଫରେ କେବେ ରିଗ୍ରେଟ ଫିଲ୍ କରିବନି କି ମୁଁ କିଛି କରିପାରିଲି ନାହିଁ। ତ ଆଉ କିଛି ବର୍ଷ ପରେ ତମେ ନିହାତି ଭାବରେ ଭାବିବ କି ଆରେ ମୁଁ ତ ଏମିତି ଘିସା ପିଟା ଲାଇଫ ବଞ୍ଚୁଥିଲି। ଏବେ ଏବେ 10 ବର୍ଷ ତଳର କଥା ମୁଁ ବି ଭାବେ, ମୁଁ କଣ କରୁଥିଲି ଲାଇଫରେ, ଏମିତି ଯାଉଥିଲି ଆସୁଥିଲି, ମୋର ଗୋଟେ ବି ଆଜିକା ଡେଟରେ ସାଙ୍ଗ ନାହାନ୍ତି। କଣ ପାଇଁ? କଲେଜ ଟା ହୁଏ, ଗୋଟେ ମଜା ମସ୍ତି, ପାଠ ପଢା ସବୁ ଜିନିଷ ଚାଲେ। ମୋର ଖାଲି ଯାଏ କଲେଜ ଟା କ୍ଲାସ ଆଟେଣ୍ଡ କରିଦେବି, ପ୍ରେଜେଣ୍ଟ ପକେଇଦେବି, ପାଠଟା ପଢିଦେବି, ପଳେଇ ଆସିବି। ବିକଜ ମୋର ରେସପନ୍ସିବିଲିଟି ଅଲଗା ଥିଲା, ମୋର ଘରର ସିଚୁଏସନ ଅଲଗା, ମୋର ବହୁତ ସାରା ଟେନସନ, ତ ତା ଭିତରେ ବି ମୁଁ ନିଜକୁ ପୁରା ହଜେଇ ଦେଇଥିଲି। ବଟ୍ ନା, ଆଫ୍ଟର ଯେତେବେଳେ ମୁଁ ବିଏଡ୍, ଏଇଟା ମାନେ ଆକ୍ଚୁଆଲି ସତ କଥା, ଯେତେବେଳେ ମୁଁ ବିଏଡ୍ କରିବା ଷ୍ଟାର୍ଟ କଲି, ବିଏଡ୍ ର ଜଏନିଂ ଯେତେବେଳେ ହେଲା, ଆଫ୍ଟର ଦ୍ୟାଟ ସେତେବେଳେ ଗୋଟେ ଗ୍ରୁପ ବନେଇଲା, ସେତେବେଳେ କଥାବାର୍ତ୍ତା, ଯିବା ଆସିବା, ଏକ୍ସପ୍ଲୋର କରିବା, ଏକଲା ସବୁ ଜିନିଷ କରାହଉଥିଲା। ମାନେ ଗୋଟେ ଥିଲା, ମାନେ ଗୋଟେ ସେ ଯୋଉ କଣ କହିବି, ଗୋଟେ ଭାଇବ୍ସ ଥିଲା, ବୁଝିପାରୁଛ, ଗୋଟେ ଅଣ୍ଡରଷ୍ଟାଣ୍ଡିଂ ଥିଲା। ସେଇ ଜାଗାରେ ମୁଁ ଭାବିଲି କି ମୁଁ କଣ କରିପାରିବି ଆଗକୁ, ତ ସେଇ ଜିନିଷକୁ ତମେ ଆଚିଭ କରିବାକୁ ପଡିବ। ତ ସେମିତି ସମସ୍ତଙ୍କର ଟର୍ଣ୍ଣିଂ ମୋମେଣ୍ଟ ଗୋଟେ ଆସେ। ତ ଏଇଟା ଗୋଟେ ଅପରଚ୍ୟୁନିଟି ଯୋଉଟା କି ପ୍ରମୋଟ କରେ ଟୋଟାଲ ୱେଲଫେୟାର ଅଫ ଷ୍ଟୁଡେଣ୍ଟସ ଏଣ୍ଡ କଣ କରେ, ଜଷ୍ଟିସ ତମର ଦେଖ, ଆଉ ଇକ୍ୱାଲିଟି, ଇକ୍ୱାଲିଟି ଲେଖିଦବ ହେଲା, ଆଉ ପ୍ରମୋଟ ଇଣ୍ଡିଭିଜୁଆଲିଜମ, social responsibility for both educator and learner। ତ ଏଇଠି ଟିଚରଙ୍କର ବି ରେସ୍ପନ୍ସିବିଲିଟି ରହିବ, ତମକୁ ସେ ବତେଇବେ ସେଇ ଜିନିଷ, ଏଣ୍ଡ ତମେ ବି ସେଇ ଜିନିଷ କରିବ, ମାନେ ରେସ୍ପନ୍ସିବିଲିଟି ନେଇକି।
Peace education will help to grow tolerance against different sections of society, build a culture of peace which is help growth of human race culturally, socially and economically. ହେଲା ଏଇ ସବୁ ପଏଣ୍ଟସ୍ ଗୁଡାକ ତମେ ଲେଖିଦବ। ଯଦି ପିସ୍ ଆମେ ରଖିବା ତାହେଲେ ନିଜ ଫ୍ୟାମିଲିରେ ରହିବ ପିସ୍ ଟା, ସେମିତି ସରାଉଣ୍ଡିଂ ରେ ତମର ନେଚରରେ ରହିଲା, ଏନଭାୟରମେଣ୍ଟ ରହିଲା, ପୁଣି ଆମର ଷ୍ଟେଟ୍ ନେସନ ୱାଇଜ ତମେ ପିସ୍ ରଖିବ। ଇଣ୍ଟରନ୍ୟାସନାଲ ବି ପିସ୍ ରଖିପାରିବ, କାହିଁକି ଆମେ ଅନ୍ୟମାନଙ୍କ ସହିତ ଝଗଡା କରିବା, ଯୁଦ୍ଧ କରିବା, ଠିକ ଅଛି ସବୁ ଜିନିଷର ସଲ୍ୟୁସନ ହେଇପାରିବ କଥାବାର୍ତ୍ତା ହେଇକି ବସିକିନା ମ୍ୟାଚୁରିଟି ଅଣ୍ଡରଷ୍ଟାଣ୍ଡିଂ ସହିତ ହେଇପାରିବ। ଏକ୍ସଟ୍ରିମ ଲେଭେଲ ପର୍ଯ୍ୟନ୍ତ ଆମେ କଣ କରିବା, ଚେଷ୍ଟା କରିବା କି କେମିତିକା ପିସ୍ ଟା ରଖିବା। କିଛି କିଛି ସିଚୁଏସନ ଏମିତି ଥାଏ ସେଇ ଜାଗାରେ ତମକୁ ରିପ୍ଲାଏ ଦେବାକୁ ପଡିବ। ରିପ୍ଲାଏ ବି ଦିଅ କିନ୍ତୁ ସାଇଲେଣ୍ଟଲି, ମାନେ କି ଯେମିତି କଣ ନା ମାନେ ଯୋଉ କହନ୍ତିନି ମାନେ ଆମେ ବଦଲା ବି ନେବା କିନ୍ତୁ କାହାକୁ ହର୍ଟ ତ ହବ ଅବଶ୍ୟ, ତମେ ଜଣେ ଆକ୍ସନ ରିଆକ୍ସନ ଟା କରୁଛ ମାନେ ତାକୁ ବାଧିବ, କିନ୍ତୁ ଯେମିତି କି ଏକ୍ସଟ୍ରିମ ଲେଭେଲ ଅତ୍ୟଧିକ ଗୋଟେ ବେଡ ୱାର୍କ ଅନୁସାରେ ଆମେ କରିବା ନାହିଁ। ବୁଝିପାରିଲ କଣ କହିଲା? ଏତିକି ହିଁ ଜିନିଷ। ସମସ୍ତଙ୍କୁ ଶୁଣା ଯାଉଛି ତ ନା ଶୁଭୁନି ରେ? ଶୁଭା ଯାଉଛି ମ୍ୟାମ୍। ଶୁଭାଯାଉଛି ମ୍ୟାମ୍। ଦେନ୍ ଆସିଲା କଣ, ସୋସିଆଲ କ୍ରାଇସିସ୍ ଏଣ୍ଡ ଇଟ୍ସ ମ୍ୟାନେଜମେଣ୍ଟ। ହେଲା ତ ଏଇଠି କଣ ଆସିଲା, ସୋସିଆଲ କ୍ରାଇସିସ୍। ସୋସିଆଲ କ୍ରାଇସିସ୍ ମାନେ ହଉଛି ସାମାଜିକ ମୂଲ୍ୟବୋଧ କ୍ଷୁର୍ଣ୍ଣ ହବା, ଆର ମାନେ ଯଦି ଆମେ ଓଡିଆ ଟର୍ମସ ଟା କହିବା ତ ଏଇଠି ତମେ ପୁରା ଲେଖିବ କି ସୋସାଇଟିର ଇମ୍ପୋର୍ଟାନ୍ସ ଟା କଣ ଫାଷ୍ଟ। ତ ଆମେ ସୋସାଇଟିରେ ରହୁଛେ, ଗ୍ରୁପ ଅଫ ପିପୁଲ ଆମେ ସୋସାଇଟିରେ ରହୁଛେ, ତ ସେଥିପାଇଁ ସୋସାଇଟି ବନା ହେଇଛି, ଆମେ ହିଁ ବନେଇଛେ। ତ ଯଦି ଆମେ ବନେଇଛେ, ଆମେ ହିଁ ସବୁ ଜିନିଷ କ୍ରିଏଟ କରିଛେ ନା, ରୁଲ୍ସ ରେଗୁଲେସନ ପ୍ରିନ୍ସିପଲ୍ସ, ଏମିତି କରିବ ଏମିତି କରିବନି, ଏଟା ଲିଗାଲ ଏଟା ଇଲିଗାଲ, ଏଟା ଜଷ୍ଟିସ ମିଳିବ କି ନ ମିଳିବ, ଏ ସବୁ ଜିନିଷ ଏଭ୍ରିଥିଙ୍ଗସ ର ଭ୍ୟାଲୁ ଟା ଆମେ ହିଁ ଦେଇଛେ, ଆମେ ଡିସାଇଡ କରିଛେ କି ସବୁ ଥିଙ୍ଗସ ର ଭ୍ୟାଲୁ ଟା କେତେ ପରସେଣ୍ଟେଜ ଅଛି, କେତେ ଲେଭେଲର ଅଛି। ମୋ କଥା ବୁଝିପାରିଲା ନା ନାଇଁ? ଏବେ ଦେଖ ତମେ ଯଦି ଗୋଟେ ଜିନିଷକୁ ଭ୍ୟାଲୁ, ତମ ମାନଙ୍କ ଏଜୁକେସନକୁ ଭ୍ୟାଲୁ ଦବନି, ତାହେଲେ କଣ ତମ କଣ ମାନେ ଫାସି ହେଇଯିବ କି? ହବନି, କିନ୍ତୁ ତମର ସେଟା ଡେଷ୍ଟ୍ରୟ ହେଇଗଲା, ସୋସାଇଟି ହିଁ ଡେଷ୍ଟ୍ରୟ ହେଇଗଲା। ମୋ କଥା ବୁଝିପାରିଲ? ଏଜୁକେସନ ଭ୍ୟାଲୁ ଟା ଆମେ ପୁରା ହାଇ ଦେଇଛେ, ଯେମିତି ହେଲା ଫୁଡ ର ଭ୍ୟାଲୁ ମାନେ ଏଗ୍ରିକଲଚର କୁ ହାଇ ଦେଇଛେ, ହେଲ୍ଥ ର ଦେଇଛେ, ମାନେ ଗୋଟେ ମଣିଷର ଯଦି ବେସିକ 4-5ଟା ଜିନିଷ ଦରକାର ତାକୁ ଆମେ ସବୁବେଳେ ହାଇ ପ୍ରାୟୋରିଟି ଦେଇଛେ, ଭ୍ୟାଲୁ ଟା ତାର ସବୁବେଳେ ଆଖି ଆଗରେ। ଏବେ ପଏଣ୍ଟ ବୁଝିଲ କଣ କୁହାଗଲା? ତ ସେଇ ଅନୁସାରେ ହଉଛି କଣ ନା, ସୋସାଇଟିରେ ସବୁ କିଛିର ଭ୍ୟାଲୁ ଅଛି, ସେଇଟା ଯେତେବେଳେ କ୍ରାଇସିସ୍ ହୁଏ ତ ସେଇଟା ହଉଛି କଣ ନା, ମୂଲ୍ୟବୋଧ କ୍ଷୁର୍ଣ୍ଣ ହେଇଗଲା, ମାନେ ସେଇ ମାନେ ଜିନିଷର ମୂଲ୍ୟଟା, ରେଟ୍ ଟା ବା ତାର ଯୋଉ ମିନିଙ୍ଗସ ଟା କମିଗଲା। ଯଦି ଏଇଟା କେତେବେଳେ ହବ, ଦେଖ ଯେମିତି ତମ ୱାର ହେଇଗଲା ବା ଇନଡିସିପ୍ଲିନ, ମାନେ ତମକୁ ଯେତେବେଳେ ତମର ରାଇଟ୍ସ ଟା ମିଳିବନି ବା ତମକୁ ଅଧିକାର, ତମେ ହ୍ୱାଟ ୟୁ ନିଡ୍ ଯେତେବେଳେ ତମେ ଆଚିଭ କରିବନି, ତାହେଲେ ଅବଭିୟସଲି ତମର ସେଇଟା ସହି 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 ସେ ତମେ ଗୋଟେ ଦିନରେ ପୁରା କଣ ବ୍ଲାଷ୍ଟ ହେଇଯିବ, କଥାଟା ବୁଝିପାରିଲ ନା ନାଇଁ? ତାପରେ ତମେ ତାକୁ ସେଇ ଜାଗାରେ ଭ୍ୟାଲୁ ହିଁ ଦବନି। ଯେମିତି ଆଜିକା ଡେଟରେ ମ୍ୟାରେଜ ର ଭ୍ୟାଲୁ ହିଁ ନାହିଁ, ଡିଭୋର୍ସ ର ଭ୍ୟାଲୁ ବୋଧେ ଅଧିକ ଅଛି। ବୁଝିପାରୁଛ? ଏକ୍ସଟ୍ରା ମ୍ୟାରିଟାଲ ଆଫେୟାର ର ଭ୍ୟାଲୁ ଅଧିକ ଅଛି, ଚାଲିଛି ଆଜିକା ଡେଟରେ ସେଇ ଜିନିଷଟା। ତ ମ୍ୟାରେଜ ର ଭ୍ୟାଲୁ ଆଗରୁ କେତେ ଥିଲା, ଏବେ କେତେ ଥିଲା? ଆଗରୁ ଜବ ର ଭ୍ୟାଲୁ କେତେ ଥିଲା? ନଥିଲା ପ୍ରାୟତଃ। ଏବେ କେତେ ଜବ ର ଭ୍ୟାଲୁ ଅଛି? ସମସ୍ତେ ଇକ୍ୱାଲି ଜବ କଥା ଆସୁଛନ୍ତି। ଆଗରୁ ଏଜୁକେସନ ଭ୍ୟାଲୁ କେମିତି ଥିଲା, ଏବେ କେମିତି ଏଜୁକେସନ ଭ୍ୟାଲୁ ଅଛି? ତ ଏଇଟା ହଉଛି କଥା। ଭ୍ୟାଲୁ ଟା ଷ୍ଟେବିଲିଟି ରୁହେନି, ବଢିବ କମିବ ସିଚୁଏସନ ଅନୁସାରେ। କିନ୍ତୁ କିଛିଟା ଏସେନ୍ସିଆଲ ଜିନିଷ ଆଗରୁ ବି ଫୁଡ ର ଥିଲା ଭ୍ୟାଲୁ, ଏବେ ବି ଅଛି, ଆଗକୁ ବି ରହିବ। ନ ଖାଇଲେ କଣ କରିବ? ମରିଯିବ ଅବଭିୟସଲି ନା। ଠିକ ଅଛି, ହେଲ୍ଥ ର ଆଗରୁ ବି ଥିଲା, ଏବେ ବି ଅଛି, ଆଗକୁ ବି ରହିବ। ଏଥିରେ ତ ମାନେ ମୋଷ୍ଟ ଇମ୍ପୋର୍ଟାଣ୍ଟ। ବାକି ରହିଲା କ୍ଲଥ, ସେଲ୍ଟର ଆଉ ତମର ଏଜୁକେସନ, ଏସବୁ ବାଦ में आता है, है कि नहीं? ତ ଏଇଟା ତମେ ଲେଖିବ। କ୍ରାଇସିସ୍ ଟା କୋଉଠୁ ଷ୍ଟାର୍ଟ ହୁଏ ଜାଣିଛ ନା? ଫାଷ୍ଟ ନିଜର କ୍ରାଇସିସ୍ ତମେ କର। ଟାଇମ ଯାଉଛି, ଚାଲ ଆଗକୁ 2 ବର୍ଷ ଅଛି, 3 ବର୍ଷ ଅଛି, 2 ବର୍ଷ ଅଛି, 5 ବର୍ଷ ଅଛି, ଦେଖିବି, ଏମିତି ଆସେନି। ହେଲା ଆଜିଠୁ ହିଁ ତମକୁ ଷ୍ଟାର୍ଟ କରିବାକୁ ପଡିବ, ନିଜ ଭ୍ୟାଲୁ ଆଜିଠୁ ହିଁ ବନେଇବାକୁ ପଡିବ, ଏବେଠୁ ବନେଇବାକୁ ପଡିବ। ସେଇଟା ହିଁ ହଉଛି କଥା। ଯଦି ତମେ ଏବେଠୁ ବନଉନ, ତାହେଲେ ତମର ନିଜର ଭ୍ୟାଲୁ କ୍ରାଇସିସ୍ ହେଇ ଚାଲିଛି, ତମେ ଜାଣିପାରୁନ କେତେବେଳେ ହଉଛି, ଜଣା ବି ପଡେନି ଏଟା ଏମିତିକା ସିଚୁଏସନ ଆସେ। ସେଇଥିପାଇଁ ତମର ଯଦି ନିଜର ମାନେ ଭ୍ୟାଲୁ ଟା କ୍ରାଇସିସ୍ ହେଇଗଲା, ତାହେଲେ ତମେ ଆଉ କେତେବେଳେ, ତମେ କେମିତି, ଯେମିତି ଆମେ ଇମୋସନାଲି ଯେତେବେଳେ ଇନବାଲାନ୍ସ ଥାଉ, ଠିକ ଅଛି, କି ଆମେ ଏନଜାଇଟି ଷ୍ଟ୍ରେସ ରେ ଥାଉ, ସେ ଟାଇମରେ ଆମେ କଣ ନା, ନିଜ କ୍ୟାରିୟର ଉପରେ ବା ନିଜର ଯାହାବି ନିଡ୍ ତା ଉପରେ ଆମେ ଧ୍ୟାନ ଦେଇପାରୁନେ। ତ ଓବିୟସଲି ସବୁ ଜିନିଷ କ୍ରାଇସିସ୍ ହେଇ ଚାଲିଲା। ଯେମିତି କି ଗୋଟେ ହେଲ୍ଥ ହଉଛି ମେଜର ଇମ୍ପୋର୍ଟାଣ୍ଟ। ଯଦି କିଛି ବି ଗୋଟେ ପ୍ରୋବ୍ଲେମ୍ସ ଆମ ଲାଇଫରେ ହେଇଗଲା, ଆମ ହେଲ୍ଥ ଇସ୍ୟୁଜ ଟା ହେଇଯିବ, ତ ସେଇଟା ତମେ ନିଜେ ଜାଣି ଶୁଣିକି କରିଦେଲା ନା। କଥା ହଉଛି ସେଇଟା, ବୁଝିଲା ନା? ତାପରେ ସେଥିପାଇଁ ସୋସାଇଟିର ବି କଣ ଆସିଲା ନା, ଇକୋନୋମିକ, ପଲିଟିକାଲ, ସୋସିଆଲ ଏନଭାୟରନମେଣ୍ଟ, ଏଇଟାକୁ ସବୁ ପ୍ରଭାବ ପକାଏ ନା, ପ୍ରଭାବ ପଡେ ଏହା ଉପରେ। ହେଲା ଏତିକି କଥା। ହେଲା ତାପରେ ତମେ ଲେଖିବ କ୍ରାଇସିସ୍ ମ୍ୟାନେଜମେଣ୍ଟ ଆମେ କେମିତି କରିବା, ଯୋଉ ମୂଲ୍ୟବୋଧ କ୍ଷୁର୍ଣ୍ଣ ହଉଛି ତାକୁ ଆମେ କେମିତି ପୁଣି ସଜାଡିବାର ଅଛି ନା ନାଇଁ, ନା ସଜାଡିବନି, ଏମିତି ହିଁ ଚାଲିବ। ଦେଖ କ୍ରାଇସିସ୍ ମ୍ୟାନେଜମେଣ୍ଟ ହଉଛି ବହୁତ ଇମ୍ପୋର୍ଟାଣ୍ଟ, ଯୋଉଟା କି କଣ କହିବା ଆମେ,
anticipate it ଲେଖା ହେଇଛି identify your crisis ହଁ ଆଚ୍ଛା ଏଇଟା important ଅଛି ହେଲା ଫାର୍ଷ୍ଟ ହଉଛି ଆମେ diagnose କରିବା ଆମେ identify କରିବା ଆମେ ଫାର୍ଷ୍ଟ କଣ କରିବା ନା ତ ଆମେ କଣ କରିବା ନା ଫାର୍ଷ୍ଟ ଆମେ ଆଇଡେଣ୍ଟିଫାଏ କରିବା ବା ଡାୟଗ୍ନୋଜ କରିବା କି କୋଉ ଜାଗାରେ କଣ ପ୍ରୋବ୍ଲେମ୍ସଟା ଅଛି ଠିକ ଅଛି ବା ମୂଲ୍ୟବୋଧ ଯୋଉ କ୍ୟୁରନରଟା ହେଇଛି କଣ ପାଇଁ ହେଲା କୋଉ ଜାଗାରେ ଷ୍ଟାର୍ଟ ହେଲା କାହାର ସେଥିରେ ଏକ୍ସାକ୍ଟ ଭୁଲ ଅଛି ପୁରା ଡିଟେଲ୍ସ ଆନାଲିସିସ୍ କରିବ ନିଜର ବି ହଉ ବା ସୋସାଇଟିର ହଉ ଦେନ୍ ଆଫ୍ଟର ଦ୍ୟାଟ୍ वी हैव मेक प्लान यस और नो देन से अनुसार तमे ताको कोन करबे इंप्लीमेंट करबो मॉनिटर करबो देन लास्ट इवैल्यूएशन आसीला तो एई जो क्राइसिस मैनेजमेंट हेई जाउ जे तमे ताको रिपेयर करि परिबो जेमते एग्जांपल रिसोर्सेस रे हम करूचे गोटे बेसिक एग्जांपल तमे रिसोर्सेस ही नै परिबो लेखिले कि भूल हबनी मो कथा बुझी पालो तो फास्ट हमें डायग्नोस करबा आइडेंटिफाई एंट्री एंड स्पोक पर्सन्स जेतले हमें आइडेंटिफाई करले एटा को तो मॉडिफाई करके भी लिखि परिबो फर्स्ट पॉइंट कोन लिखिबो कहलो कि आइडेंटिफाई द क्राइसिस फर्स्ट ए पॉइंट लिखिबो सेकंड पॉइंट लिखिबो देन मेक ए प्रॉपर प्लान सेही जगह कोन लिखिबो प्लानिंग करला बेले आमे किछिटा अथॉरिटी आत्रे दबा किछिटा एजेंसी किछिटा कम्युनिटी बुझि पालो किछिटा ग्रुप्स सोसाइटी रे जो माने अछंती से मान खतरा आमे किछिटा पावर्स दोचे डिस्ट्रीब्यूट करूचे प्लानिंग्स बतौचे से अनुसार से माने काम करूचंती आ एई माने सब किए ह्यूमन माने ही करूचंती ह्यूमन माने ही डिस्ट्रॉय करछन सोसाइटी रो बा निजर कि जहां भी तो से माने पुनी धीरे धीरे मेक करूचंती तो प्लानिंग तक हम डिस्ट्रीब्यूट करले तापर नेक्स्ट स्टेप थर्ड लिखिबो कोन हम इंप्लीमेंट करूचे इंप्लीमेंट कला बेले आमे कम्युनिकेशन स्किल देखुचे नॉलेज को बढ़ाउचे एजुकेशन को इंपोर्टेंट दोचे अवेयरनेस आसुची हमरो सो दैट कि कोन आमे जानि परबा केमिति भला भाबरे इंप्लीमेंट करबा बा मॉनिटर करबा इंप्लीमेंटेड हला लास्ट से पुनी फोर्थ वाला स्टेप कोन लिखिबो मॉनिटर करबा मॉनिटर तमे सेते बेले करि परिबो ठीक चलीची कि नाही तमरो इन्वेस्टिगेट करि परिबो बा प्रैक्टिकल तमे प्रूफ आनि परिबो जेते बेले यू हैव नॉलेज तमे प्लान बनेलो देन तमरो तो लास्ट पॉइंट नॉलेज ता अछि ना कोन हबो कोन नाही तो सेटा होजे कथा इवैल्यूएट भी करको पड़िबो मॉनिटर भी करको पड़िबो एबे जेमते एग्जांपल मो मन कर इमोशनली पूरा डैमेज्ड अछि हला तो जदि मो निजको एबे चेंज करको चाहूची देन मते टाइम लागिबो मो गोटे प्लान बनेली मो गोटे शेड्यूल बनेली मो दिनर एमते एमते एई जिंसटा करबी मो पई निजको टाइम देबी एई जिनस एटा करिवे ठीक अछि प्लान बनेला परे मो पुनी इंप्लीमेंट कली अच्छा इंप्लीमेंट करबा गुरु माने मोर तो नॉलेज थिबा कथा ना कि एटार माने कोन एटा काहे कि एमते शेड्यूल ऐड कली आ करे द्वारा कोन हबो देन जे कि मो इंप्लीमेंट करले तार गोटे वैल्यूटा रहिबो तापर से कोन मॉनिटर करबी किछि दिन गला परे आफ्टर मासे परे किछि फरक पड़िबोनी मते तापर 2 मास 3 मास 4 मास तो एमती कहि कि ना मो 6 मास की गोटे वर्षे परे मोर गोटे चेंजेस आसीबो नियति हो आसीबो ना सेही जगह मो देखि परिबी मॉनिटर करूथिबी कि कोन होची डेली थरे मो कोन चेंजेस हला कोनटा बिगिड़ी थिला कोन चेंजेस हला लास्ट इवैल्यूएशन एमिति गोटे लेवल को मासी जीवी जोटी मते किछि भी फरक पड़िबोनी टोटाली किछि के फरक ही पके परिबेनी किछि इमोशनल बेडिंग पत्र धर भाग किछि दरकार नै मते बुझी वाला कथाडा एटा लास्ट स्टेप रे हुए तैथि पई ए सब स्टेप्स हमको फॉलो करे को पड़िबो तमे एटा को निजे भाबरे भी लिखि पारिबो किछि भूल हबनी इजीली तुमको बतैली केमति लिखिबार अछि यूनिट 1 हां सोशियोलॉजी एंड एजुकेशन रा यूनिट 1 सॉरी माने ए सब्जेक्ट रो यूनिट 1 रो देखो सेटा हम कोन भूल गली अच्छा मु एते पई इंपोर्टेंट क्वेश्चन ता एक्चुअली मोर लर्निंग एंड टीचिंग आ आर्ट एजुकेशन रो थिला मु आगुर जोटा लेखि के रखिथिली बाकी एथरा मु बनेइनी टाइम तो हेलानी मु सुना तुमको कहि दोची इंपोर्टेंस उडा कोन तमे जस्ट राइट करि दियो सब गुडा को इंपोर्टेंट मु जा पढैची किंतु एटा तमे एक्सपेक्ट करबनी कि मैम एटा कहिथिले तो एटा ही पढिबो काई पढिलानी ताको गुडी कर दबा हमें एई भडा जिंस जदि तमे करिवो ताहाले मु बिल्कुल कहिबी नाही एटा होची कथा एटा होची मो डील सो से अनुसार तमे डिसाइड करि नबो ठीक अछि सब गुडा को पढाइची तुमको इंपोर्टेंट गुडा को ही पढाइची मीनिंग नेचर एंड स्कोप ऑफ सोशियोलॉजी निहाती भाबरे एटा पढे यूनिट 1 रो फर्स्ट क्वेश्चन हैला मीनिंग नेचर एंड स्कोप ऑफ एटा गोटे 15 मार्किया क्वेश्चन ओके देन असला रिलेशनशिप बिटवीन सोशियोलॉजी एंड एजुकेशन 5 मार्किया क्वेश्चन आउ गोटे 15 मार्किया अछि यूनिट 1 रे दुईटा 15 मार्किया व्हाट इज सोशल सेकंड क्वेश्चन रे हां
सेकंड क्वेश्चन होची रिलेशनशिप बिटवीन सोशियोलॉजी एंड एजुकेशन। देखो समस्ते शुण, समस्ते टिके शांत भावरे बुक रो तुमर सिलेबस टा ओपन कर पेंसिल धर सेठी राइट करी करी चलो। मु आराम से कहूची हला। फास्ट होची मीनिंग नेचर एंड स्कोप ऑफ सोशियोलॉजी जो अछि सेटा होची तुमर 15 मार्किया क्वेश्चन। सेकंड रिलेशनशिप बिटवीन सोशियोलॉजी एंड एजुकेशन 5 मार्किया क्वेश्चन। थर्ड होची सोशलाइजेशन प्रोसेस कोन बा मीनिंग ऑफ सोशलाइजेशन प्रोसेस। देन आसला तार एजेंसी गुडा को तुमको लेखा को पड़िबो हैला, जो फैमिली पीयर ग्रुप स्कूल सोशल मीडिया गुडा को जो बतैथिली एटा टोटल मिसई की आसे। जदी आसिला ताले 15 मार्किया, जदी खाली कहबो व्हाट इज सोशलाइजेशन प्रोसेस ताहले तुम 5 मार्किया लिखिबो। एटा 5 मार्क रा आसो। जेला डिपेंड करे केटा 15 मार्क कोटा 5 मार्किया। तुमको तो 15 मार्किया आसिला माने 4टा पेज लिखिबो कहितले मिनिमम। 5 मार्किया आसिला माने 2 रो 2.5 पेज लिखिबो, मैक्सिमम 2.5 पेज, मिनिमम 2 पेज। बस एती कथा। यूनिट 2 रो आसिला तमरो मीनिंग एंड कैरेक्टरिस्टिक्स ऑफ कल्चर। एक्सप्लेन मीनिंग एंड कैरेक्टरिस्टिक्स ऑफ कल्चर। एटा गोटे 5 मार्किया आसे, मे बी 15 मार्किया पड़ी पारे, मे बी माने 50-50 चांस अछि एटा हैला। मीनिंग एंड कैरेक्टरिस्टिक्स ऑफ कल्चर। देन आसिला कल्चरल लेग कोन, कल्चरल प्लुरालिज्म कोन। ए दुईटा को 5 मार्किया क्वेश्चन, 5-5। कल्चरल लेग जदी पड़े 5 मार्किया, कल्चरल प्लुरालिज्म 5 मार्किया। कोन एकी असुविधा? देन आउ गोटे लिखि दियो जोटा कि अछि कोन रिलेशनशिप बिटवीन कल्चर एंड एजुकेशन हैला। सेटा गोटे अछि रिलेशनशिप बिटवीन कल्चर एंड एजुकेशन बा एजुकेशन ता हम कल्चर कोन प्रभाव पकाउची बुझि पालो। माने जेमति कि कल्चर गोटे जिंसटा जोटा कि हम सिखु जे ना संस्कृति हमर सेथरे एजुकेशन रोल ता कोन ता मीनिंग होची एटा। तो एजुकेशन द्वारा ही हम सिखु जे करिकुलर को करिकुलर एक्टिविटी रे जो स्कूल कॉलेजेस हमको सिखा जाउची गोटे एते वर्षर कंटिन्यूटी पर ही हम जानि पारु जे कि कल्चर इंपोर्टेंस कोन और कोन नै। तो सेई जिंस तुम लिखिबो हैला। एटा गोटे 5 मार्किया क्वेश्चन कि इम्पैक्ट ऑफ कल्चर ऑन एजुकेशन एटा भी लिखि परिबो बा एजुकेशन रे तमरा कल्चर रे कोन प्रभाव पकाउची। व्हाट इज द रिलेशनशिप बिटवीन एजुकेशन एंड कल्चर एमतिया भी आसीबो। देन हला यूनिट 3 रो मीनिंग एंड फैक्टर्स रेस्पोंसिबल फॉर सोशल चेंज। एटा भी 15 मार्किया। सोशल चेंज सहित जदि फैक्टर्स भी लिखिला ताहले 15 मार्किया। नेक्स्ट होची मॉडर्नाइजेशन। मॉडर्नाइजेशन ता 5 मार्किया तो आसे आसीबा कथा, बट केतळ केतळ 15 मार्किया भी पकाए केतळ केतळ हैला। तो सेटा देखि कि आगो सोशल चेंज कोन टिके लिखिबो तापरे कि मॉडर्नाइजेशन कोन लिखिबो। आ सोशल चेंज रो ही गोटे पार्ट होची मॉडर्नाइजेशन। मैडम यूनिट 3 रो फर्स्ट क्वेश्चन टा कोन कहले? 3.1 लिखा ही जेटा मीनिंग एंड फैक्टर्स रेस्पोंसिबल फॉर सोशल चेंज। मीनिंग एंड फैक्टर्स रेस्पोंसिबल फॉर सोशल चेंज सेही जो सिलेबस टाइम जस्ट कहूची तुमको। देन असला सोशल स्ट्रैटिफिकेशन 5 मार्किया, सोशल मोबिलिटी 5 मार्किया। बेसी करी कि मोबिलिटी आसे हैला। तमे एगुडा को पढ़ी कि जीवो, सबु पढ़िबो, किछि ऑप्शन नाही, पढ़िबो। मैडम सेकंड टा कोन कहथिले सोशल चेंज जो मॉडर्नाइजेशन फैक्टर। सेकंड होची मॉडर्नाइजेशन। अच्छा यूनिट 3 रो सेकंड क्वेश्चन मॉडर्नाइजेशन 5 मार्किया आसे। बाकी जदि 15 मार्किया पड़िला ताहले सोशल चेंज कोन लिखिबो फर्स्ट तापरे कि मॉडर्नाइजेशन कोन लिखिबो हैला। तो बिकॉज़ सोशल चेंज रो गोटे पार्ट होची मॉडर्नाइजेशन। हैला तापरे सोशल स्ट्रैटिफिकेशन और मोबिलिटी ए दुईटा को 5 मार्किया लेखे क्वेश्चन। देन एजुकेशन एज ए फैसिलिटेटर फॉर सोशल चेंज
ଆଉ ଗୋଟେ ଅଛି social networking ହେଲା ଏଇ ଦୁଇଟାରୁ ମାନେ ପ୍ରାୟତଃ ତ ଆସେ କି ଏଜୁକେସନ ଆଜ ଏ ଇନଷ୍ଟ୍ରୁମେଣ୍ଟ ବା ଫେସିଲିଟେଟର ଫର ସୋସିଆଲ ଚେଞ୍ଜ ମାନେ ସୋସାଇଟିର ଯୋଉ ଚେଞ୍ଜ ହବ ସେଥିରେ ଏଜୁକେସନର ଇମ୍ପୋର୍ଟାନ୍ସ ଟା କଣ ଏଇଟା ବେଶୀ ଆସେ ରେଦର ଦେନ୍ ସୋସିଆଲ ନେଟୱର୍କିଂ ବଟ୍ ଦୁଇଟା ଯାକ 5 ମାର୍କିଆ କ୍ୱେଶ୍ଚିନ୍ ତମେ ଯଦି ଚାହିଁବ ନେଟୱର୍କିଂ ବି ପଢିବା କଥା ମୁଁ ପଢେଇଛି ଫେସବୁକ୍ ଏଗୁଡାକ ସବୁ ଆଉ ଥରେ ଟିକେ କୁହନ୍ତୁ। education as a facilitator বা instrument for a social change sorry for social change ଆଉ ଗୋଟେ ହଉଛି ତମର social networking okay ତ networking is your ମାନେ this is also your 5 mark question ବଟ୍ ତମେ ତ ଜାଣିଛ ନା ଆଇଡିଆ ତ ଅଛି ନେଟୱର୍କିଂ ରେ କଣ ଆସିବ ଯେମିତି ଫେସବୁକ୍ ୟୁଟ୍ୟୁବ ଟ୍ୱିଟର କଥା ମୁଁ କହିଥିଲି ହ୍ୱାଟ୍ସଆପ ଇନଷ୍ଟାଗ୍ରାମ ରେ ତମେ ଆଡ କରିପାରିବ ଏବେ ଆଜିକା ଡେଟ୍ ରେ ଠିକ ଅଛି ତ ସେଇଟା ହେଲା କଥା ତମେ ଜାଣିଛ ସେଟା ପଢିଦେଲେ ବେଟର ବଟ୍ ସେଟା 5 ମାର୍କିଆ ଆଉ ଏଇଟା ଯୋଉ କହିଲି ଏଜୁକେସନ ଆଜ ଏ ଫେସିଲିଟେଟର ଫର ସୋସିଆଲ ଚେଞ୍ଜ ସେଟା ବି 5 ମାର୍କିଆ ଦେନ୍ ଦେଖ ୟୁନିଟ୍ 4 ୟୁନିଟ୍ 4 ରୁ ସବୁ ଗୁଡାକ 5 ମାର୍କିଆ କ୍ୱେଶ୍ଚିନ୍ ହେଲା ଯୋଉ କନସେପ୍ଟ ଅଫ ସରି କନସେପ୍ଟ ଆଣ୍ଡ ପ୍ରିନ୍ସିପଲ୍ସ ଅଫ ଡେମୋକ୍ରେସି ଏଇଟା ଗୋଟେ 5 ମାର୍କିଆ ଦେନ୍ ଇକ୍ୱାଲିଟି ଆଣ୍ଡ ଇକ୍ୱିଟି 5 ମାର୍କିଆ ଏଇ ଦିଟା ମେଜର କ୍ୱେଶ୍ଚିନ୍ ହେଲା ଆଉ ବାକି ଯୋଉ ଆର୍ଟିକଲ୍ସ ବଗେରା ଯୋଉ ପଡେ ନା ମାନେ ଭାଇ ମାନେ ଭାଗ୍ୟ ଖରାପ ଥିଲେ ତା ସେଟାକୁ ତମେ ଲେଖିବ ଆଉ କଣ କରିପାରିବ ବୁଝିଲ ଯୋଉ ଏଜୁକେସନ ର ଆର୍ଟିକଲ୍ସ ଗୁଡାକ ଯୋଉ ପଡିଯାଏ ନା କନଷ୍ଟିଟ୍ୟୁସନ ର ସରି କଣ ମ୍ୟାମ୍ ଏଜୁକେସନ ପାଇଁ ୟୁନିଟ୍ 4 ଆଉ ଥରେ ଟିକେ ଏଜୁକେସନ ପାଇଁ ହିଁ ଯୋଉଟା କି ମେଜର ଇମ୍ପୋର୍ଟାଣ୍ଟ ଗୁଡାକ ଯୋଉଗୁଡାକ ଅଛି ଯୋଉ ତମର ଆର୍ଟିକଲ୍ସ ଗୁଡାକ ସେଗୁଡାକ ବେଶୀ ତମେ ଯଦି ପଢିଗଲା ତାହେଲେ ପ୍ରୋବ୍ଲେମ ସେଥିଲାଗି ମୁଁ ତ ସେଇଟା ପଢିକି ଯାଇନଥିଲି ମୋ ବେଳେ ବୁଝିପାରୁଛ ଆଉ ଛାଡି ଦେଇଥିଲି ସେଇଟା କିନ୍ତୁ ସେଇଟା ପଡି ନଥିଲା କିନ୍ତୁ କିଛିଟା ବର୍ଷରେ ବି ପଡି ଯାଉଛି ସେଇଟା ତମ ଉପରେ ଡିପେଣ୍ଡ କଲା କିନ୍ତୁ ମେଜର ଇମ୍ପୋର୍ଟାଣ୍ଟ ଦିଟା କ୍ୱେଶ୍ଚିନ୍ ଅଛି 4.1 4.2 ଯୋଉଟା କି କନସେପ୍ଟ ଆଣ୍ଡ ପ୍ରିନ୍ସିପଲ୍ସ ଅଫ ଡେମୋକ୍ରେସି 5 ମାର୍କିଆ କ୍ୱେଶ୍ଚିନ୍ ଏଇଟା equality and equity in education equality and equity in education then unit 5 ର education and national integration ଏଥିରେ ଦେଖ କଣ ଅଛି ହେଲା ମାନେ concept need and national integration okay 5.1 ହଉଛି concept need for national integration ଏଇଟା 5 ମାର୍କିଆ क्वेश्चन education as an instrument for ତମର national integration ସେଇଟା ବି 5 ମାର୍କିଆ ସବୁ ଯୋଉ 5 ମାର୍କିଆ ଏଥିରେ ଅଛି peace education 5 ମାର୍କିଆ social crisis and its management 5 ମାର୍କିଆ ୟୁନିଟ୍ 5 ଇଣ୍ଟରନ୍ୟାସନାଲ ଅଣ୍ଡରଷ୍ଟାଣ୍ଡିଂ ଟା ପଡିବ କି? କହୁଛି ୟୁନିଟ୍ 5 ର ନା ସବୁ ଗୁଡାକ ଆକ୍ଚୁଆଲି ଇମ୍ପୋର୍ଟାଣ୍ଟ ହେଲା ଆଉ ସବୁ ଗୁଡାକ ପ୍ରାୟତଃ 5 ମାର୍କିଆ ଆଉ ଯଦି ସେ ଏମିତି ଗୋଟେ କ୍ୱେଶ୍ଚନ ଆସିବ ଦେଖ କି ମାନେ ଏକ୍ସପ୍ଲେନ କନସେପ୍ଟ ନିଡ୍ ଫର ନ୍ୟାସନାଲ ଇଣ୍ଟିଗ୍ରେସନ as well as international understanding ଏମିତି ବି ପକାଏ କ୍ୱେଶ୍ଚନ ଟା ଏଇଟା ହଉଛି 15 ମାର୍କିଆ ଯଦି ଆଡ କରିଦେଲା ଯଦି ଜଏଣ୍ଟ କରିଦେଲା ତାହେଲେ 15 ମାର୍କିଆ ଅଲଗା ଅଲଗା ପକେଇଲେ 5 ମାର୍କିଆ ସେଥିରେ ନ୍ୟାସନାଲ ଇଣ୍ଟିଗ୍ରେସନ ତମର 5 ମାର୍କିଆ क्वेश्चन इंटरनेशनल अंडरस्टैंडिंग 5 मार्किया क्वेश्चन तापर पीस एजुकेशन 5 मार्किया क्राइसिस मैनेजमेंट जोटा कहली सोशल क्राइसिस एंड इट्स मैनेजमेंट एटा भी 5 मार्किया आ गोटे जो कहली कोन एजुकेशन एज एन इंस्ट्रूमेंट फॉर सोशल इंटीग्रेशन सॉरी फॉर नेशनल इंटीग्रेशन तो एटा भी 5 मार्किया तो यार गोटे ही क्लू यूनिट 5 रो नोट्स को पूरा रेगुलर पढिबो स्टार्टिंग डे 1 सॉरी डे सेंटेंस 1 हला सेंटेंस नंबर 1 रो नै कि तुम लास्ट पन तो पढो मु पूरा आई एम डैम श्योर तमे क्लिक कर नबो सब जिस तुमको आसीबो खाली यूनिट 5 टा डिटेल्स रे पढो डिटेल्स रे पूरा स्टार्टिंग रो लास्ट पन तो पढो बिकॉज़ सब पॉइंट्स इंपोर्टेंट अछि सबुडा 5 मार्क हैला क्लियर हैला बाकी ता छडा तम इच्छा तमे कोन पढिबो कोन नै कोटा स्किप करिवोनी सब पढिबो न पढिबो किछि पढिबोनी तम ऊपर डिपेंड हैला एति कि मो आइडिया रे जति कि वर्ष पढेइची जति कि क्वेश्चंस देखिची माने जहां भी पढाए से अनुसार मु करी जदि मु तम जगह थांती ताले ऑब्वियसली एति कि तम मेजरली पढी के जानती आ भीतर आसीबो तो आसीबोनी जीवो पाडे आ नेक्स्ट होची जदि भी न आसिला
देन सोशियोलोजी माने सोसाइटी विषय तो कॉमन गोटे तमे इंट्रोडक्शन बनेवा कथा कल्चर विषय बनेवा कथा सोशल चेंज विषय बनेवा कथा नेशनल इंटीग्रेशन अंडरस्टैंडिंग विषय बनेवा कथा मॉडर्नाइजेशन विषय बनेवा कथा सब को लिखिबो किछि असुविधा नहीं किए थोड़ी एते देखुची पूरा डिटेल्स बसिकी तो आराम से लिखि लिखि चलियो नो इशू जदि एक्सट्रीम माने कंडीशन आसला एक्सट्रीम लेवल रो हला जो पिला केवल पास हेबा पई चाहूची सीए छाड़िबो तो जीरो मिलिबो लिखि चलिबो 80 मार्क रो पेपर 3 घंटा मिलिबो 15 मार्किया 2टा 5 मार्किया 10टा पड़िबो आराम से सरीबो टाइम मैनेज करके लिखि चलिबो हला किछि इशू हबनी डोंट वरी आ किछि कार डाउट अछि कि किछि कहबो मैडम जो यूनिट 5 आर्टिकल टा जो कहूथले आर्टिकल माने कोन को टाइप रे यूनिट 4 बोधे आर्टिकल्स माने जो कहउथिले एजुकेशन आर्टिकल सब अछि ना आर्टिकल 21A 41 देखो लिखा हिची 350A आज्ञा सेगुड़ाक जदि पड़ी गला तो भाग्य खराब एटा किछि डिफिकल्ट माने रखिबा जदि पढ़ी पारिबो तो ठीक अछि नॉलेज स्किप करबा आ कोन तार ओवर जोटा लिखा हिथिबो सेटा लिखिबो यूनिट 4 टा टिके क्रिटिकल अछि हम हां कोन कहउथिलो कि गोटा आ कोन कहउथिलो मुकेश मैडम मैडम हम यूनिट 5 रो concept and need for social education दा 5 मार्क्स क्वेश्चन की सोशल एजुकेशन तो किछि नहीं सोशल नेशनल इंटीग्रेशन दा कोन गोटे पढ़थि खास कर तुम पाखरे बही नहीं कि एबे बुक रो देखो ना ना मैडम बुक रो अच्छा नहीं बुक रो देखिले टिके इजी होंता सेटा मु कहउथिली ହେଲା ତ ଦେଖ କନସେପ୍ଟ नीड फॉर नेशनल इंटीग्रेशन सेटा मु कहउची जो यूनिट 5 रो नेशनल इंटीग्रेशन ଆଉ ଗୋଟେ ଅଛି ପୁଣି ଇଣ୍ଟରନ୍ୟାସନାଲ ଅଣ୍ଡରଷ୍ଟାଣ୍ଡିଂ ତ ବୁକ୍ ଟା ଦେଖିଲେ ଜାଣିବ ନହେଲେ ସିଲାବସ ଦେଖିଲେ ଜାଣିବ ହେଲା ନହେଲେ କେମିତି ଜାଣିପାରିବ ଏଇଟା 5 ମାର୍କିଆ କ୍ୱେଶ୍ଚନ ବୋଲି କହିଲି ମୁଁ ଆଉ କଣ ଡାଉଟ ଅଛି ମୁକେଶ यस मैडम मैडम नेशनल इंटीग्रेशन पढ़ले पूरा एटा एजुकेशन आजाना नेशनल इंटीग्रेशन सब लिखा पड़िबो ना ହଁ ମାନେ କି ତମେ ଲେଖିବ କି ଏ କି ମାନେ ଫାଷ୍ଟ ହଉଛି ନ୍ୟାସନାଲ ଇଣ୍ଟିଗ୍ରେସନ ର ମାନେଟା କଣ ଲେଖିବ ତାପରେ କି ଇଣ୍ଟରନ୍ୟାସନାଲ ଅଣ୍ଡରଷ୍ଟାଣ୍ଡିଂ ଟା ଲେଖିବ ଆଉ ସେଇଠୁ ତମେ ଯୋଉ କହିଲେ ଷ୍ଟାର୍ଟିଂ ରୁ ଷ୍ଟାର୍ଟ କରିବ ଲାଇକ ନିଜର ଇଣ୍ଡିଭିଜୁଆଲିଟି ଦରକାର ମାନେ ଇଣ୍ଡିଭିଜୁଆଲ ଇମ୍ପ୍ରୁଭମେଣ୍ଟ ଦେନ୍ ସୋସାଇଟିର ଦେନ୍ ନିଜ ଡିଷ୍ଟ୍ରିକ୍ଟ ଆମେ ଉପରେ ଫୋକସ କରୁଛେ ଦେନ୍ ହେଲା ଷ୍ଟେଟ ଦେନ୍ ନ୍ୟାସନାଲ ଉପରେ ବା ନେସନ ଉପରେ ତାପରେ କି ଇଣ୍ଟରନ୍ୟାସନାଲ ଉପରେ ମୁଁ କହିଥିଲି ନା ଏଟା ବହୁତ ଟପ ରେ ରୁହେ ତା ପୂର୍ବରୁ ଏତିକି ଷ୍ଟେପ ତମକୁ ଲେଖିବାକୁ ପଡିବ ଲେଖିବା କଥା ଏମିତି ସିଷ୍ଟମାଟିକରେ ଲେଖା ଯାଏ ଯଦି ଗୋଟେ ଟିଚର କପିଟା ଚେକ୍ କରିବ ତାହେଲେ ତାର ମାନେ ମିନିମମ ସେ ଏତିକି ଦେଖିବ ଆଉ ସେଇଟା ହଉଛି ପଏଣ୍ଟ ବୁଝିଲ ନ୍ୟାସନାଲ ଇଣ୍ଟିଗ୍ରେସନ ମାନେ ଜାତୀୟତାବାଦ ନିଜ ନେସନ ଉପରେ ଲେଖିବ ଇଣ୍ଟରନ୍ୟାସନାଲ ଅଣ୍ଡରଷ୍ଟାଣ୍ଡିଂ ମାନେ ଆଉଟ ଅଫ କଣ୍ଟ୍ରି ବିଷୟରେ ଲେଖିବ ତ ଆଉଟ ଅଫ କଣ୍ଟ୍ରିର ଆମେ ଅଦର କଣ୍ଟ୍ରିର ଆମେ ଏମିତି ଇମ୍ପ୍ରୁଭମେଣ୍ଟ କରିବା ଯେତେବେଳେ ମାନେ ଯେତେବେଳେ କରିବା ଆମେ ଇମ୍ପ୍ରୁଭମେଣ୍ଟ ସେତେବେଳେ ଆମେ ତ ଆଗ ଫାଷ୍ଟ ନିଜ ଦେଶର ଦେଖିବା ପ୍ରଥମତ ଆସୁଛି ଆମେ ଆମ ନିଜର ଇମ୍ପ୍ରୁଭମେଣ୍ଟ କରିବା ସେଇଟା ହିଁ ମୁଁ କହୁଛି ତାପରେ ନିଜର ଫ୍ୟାମିଲିର କରିବ ସୋସାଇଟିର କରିବ ନିଜ ତାପରେ କି ଷ୍ଟେଟ ର କଲା ତାପରେ କି ନେସନ ର କରିବ ତାପରେ କି ଇଣ୍ଟରନ୍ୟାସନାଲ କଥା ଦେଖିବ ତ ସେଇଟା ହଉଛି ପଏଣ୍ଟ ଏତିକି ଜିନିଷର ତମେ ନ୍ୟାସନାଲ ଇଣ୍ଟିଗ୍ରେସନ ବି ଲେଖିବ ଆଣ୍ଡ ଇଣ୍ଟରନ୍ୟାସନାଲ ଅଣ୍ଡରଷ୍ଟାଣ୍ଡିଂ ରେ ବି ଲେଖିବ ଏଟା ମୁଁ ବତେଇଲି ଏବେ ଜାଣିଲ ସମସ୍ତେ यस मैडम ହୁଁ यस मैडम ହଉ ଠିକ ଅଛି ସମସ୍ତଙ୍କୁ ବେଷ୍ଟ ଅଫ ଲକ୍ ଏକ୍ସାମ ପାଇଁ यस ଡୋଣ୍ଟ ୱରି मैम थैंक ବଢିଆ यू ହବ ଏକ୍ସାମ